ଜଗତରେ ପାଇବୁନି ଏମିତି ଠାକୁର। ଜଗନ୍ନାଥଙ୍କୁ ଦେଖନ୍ତୁ ଆଜ୍ଞା, ସତରେ ଆହା କି ଦିନ। ଏ ଦିନ ସତରେ ଭାଗ୍ୟରେ ଥିଲେ ମିଳେ, ପୁଣ୍ୟ କରିଥିଲେ ଜଗାକୁ ଦର୍ଶନ ମିଳେ। କାହିଁକି ନା ଜଗାର ଡକରା କେତେବେଳେ ଆସିବ କେହି ବି କହିପାରିବ ନାହିଁ। ଯେମିତିକି ମୋତେ ଆଜି ଜଗା ଡାକିଛି, ମୁଁ ବି ଆସିଛି। କିଏ ଜାଣିଥିଲା ଆଜି ହଠାତ୍ ଏମିତି ଜଗାର ପ୍ରୋଗ୍ରାମ ହେବ ଆଉ ଜଗା ମୋତେ ଡାକିବ ଏ ଜଗନ୍ନାଥ ଧାମକୁ, ମନ୍ଦିର ମାଳିନୀ ସହର ପୁରୀ ଧାମକୁ। ସତରେ କେତେ ସୁନ୍ଦର ଲାଗେ ଏ ଜଗାପୀଠକୁ ଆସିଲେ। ସାରା ବିଶ୍ୱର ଭକ୍ତ ଯେଉଁଠି ଅଛନ୍ତି, ଲକ୍ଷ ଲକ୍ଷ ଭକ୍ତର ସମାଗମରେ ଏ ମାଟି କମ୍ପୁଛି ଉଠୁଛି। କେଉଁଠି ଢାଲି ବାଜୁଛି, କେଉଁଠି ବାଜା ବାଜୁଛି, କେଉଁଠି ନାମ ସଂକୀର୍ତ୍ତନ ହେଉଛି। ସତରେ ଖାଲି ଧର୍ମ ଧର୍ମ ଧର୍ମ। କର୍ମମୟ ଜୀବନ ଭିତରେ ଆଜ୍ଞା କେତେବେଳେ ଆମେ ଧର୍ମ ପାଇଁ ଟାଇମ୍ ଦେଇପାରୁନେ, କେତେବେଳେ ଆମେ ଧର୍ମ କ'ଣ କିଛି ଜାଣି ହିଁ ପାରୁନେ। ସତରେ ବହୁତ ଖୁସି ଲାଗୁଛି। ଏଇଟା କି ଖୁସି ଲାଗୁଛି ଯେ କି ଏ ଧାମରେ ଆସିଲା ପରେ ଘର ଦ୍ୱାର ମାୟା ମୋହ ସବୁ କିଛି ଭୁଲି ଯାଇଛେ। ବାସ୍ ଖାଲି କେମିତି ସୁଅ ଭିତରେ ଯିବା, ଜଗାକୁ ଦର୍ଶନ କରିବା, ପ୍ରସାଦ ପାଇବା, ସଦାବେଳେ ଏଇ ଚିନ୍ତା। ଯେତେବେଳେ ଆମେ ଘରେ ଥାଉ କେମିତି ଟଙ୍କା ରୋଜଗାର କରିବା ଚିନ୍ତା, କେମିତି ସଂସାରକୁ ଚଳାଇବା ଚିନ୍ତା, କେମିତି ଆଗକୁ ରୋଜଗାର କରିକି ବଡ଼ ବେଶୀ ପୁଞ୍ଜି ହେବ ତା ପାଇଁ ଚିନ୍ତା। କିନ୍ତୁ ଏ ଧାମକୁ ଆସିଲେ ଗୋଟେ ହିଁ ଚିନ୍ତା, କେମିତି ଲାଇନ୍ରେ ଶୀଘ୍ର ଶୀଘ୍ର ଠେଲା ପେଲା ହେଇ ଜଗାକୁ ଦର୍ଶନ କରିବା, ଆଉ ଜଗାର ପ୍ରସାଦ ପାଇବା, ସଜୁଆ ପ୍ରସାଦ ପାଇବା, ଆଉ ଜଗା ସହିତ ଭେଟିବା। ସତରେ ସକାଳୁ ଜଗାକୁ ଦର୍ଶନ କରିବା ପରେ ପୁଣି ମନ ହେଉଛି ଯିବା ପାଇଁ। ପୁଣି ଯାଇଛୁ, ପୁଣି ଦେଖିଲେ। ଲକ୍ଷ ଲକ୍ଷ କୋଟି କୋଟି ଥର ଜଗା ମାଟିରେ ଜଗାକୁ ଦର୍ଶନ କଲେ ବି ଆମ ଦର୍ଶନର ଆହୁରି ଅଭାବ ହେବ। ହେ ଜଗା, ତୋରେ କି କୃପା। ହେ ଜଗା, ତୁ କ'ଣ ମୋହମାୟା ରଖିଛୁ ରେ ଜଗା। ତୋତେ ବାରମ୍ବାର ଦେଖିବାକୁ ଇଚ୍ଛା ହେଉଛି। ଆଉ ସାରା ବିଶ୍ୱର ଭକ୍ତ, ସାରା ବିଶ୍ୱର, ସାରା ଦେଶର, ସମଗ୍ର ବିଶ୍ୱର ଭକ୍ତ ତୋ ପାଇଁ ଝୁରି ହେଉଛି। କି ମୋହମାୟାର ଜାଲ ବିଛେଇଛୁ ଜଗା। ଜଗା କାଳିଆ, ଜଗା କାଳିଆ, ଜଗା କାଳିଆ। ଦେଖୁନାହାନ୍ତି ସତରେ କି ପବିତ୍ର ଏ ମାଟି। ଆସିଲେ ଯିବାକୁ ମନ ହେଉନି। ଘର ପାଖରେ ଖରା ଜଣାପଡ଼ୁଛି, ଏଠି ଖରା ଜଣାପଡ଼ୁନି। ଖରାରେ ଶୋଇବାକୁ ଇଚ୍ଛା ହେଉଛି। ମନ୍ଦିର ଭିତରୁ ଆସିବାକୁ ଇଚ୍ଛା ହେଉନି। ମନ୍ଦିର ଭିତରେ ପ୍ରସାଦ କେମିତି ପାଇବା, କେମିତି ଦଳା ଚଟକା ହେଲେ ବି କେମିତି ଯାଇକି ଟିକେ ମନ୍ଦିର ପାଖରେ ପହଞ୍ଚିବା, ସଦାବେଳେ ଏଇ ଚିନ୍ତା। କେମିତି ଟିକେ ପ୍ରସାଦ ନେବା, କେମିତି ସଦାବେଳେ ଚିନ୍ତା। ସତରେ ଆମେ ୟଙ୍ଗ ଏଜ୍ରେ ଆମେ ଧର୍ମ ବିଷୟରେ ତ ନଲେଜ୍ ସେତେ ମୋର ନାହିଁ, କିନ୍ତୁ ଏତିକି ମୁଁ ଜାଣିନି ଧର୍ମ କ'ଣ, କିନ୍ତୁ ମୁଁ ଏତିକି ମାନେ ଜାଣୁଛି ଯେ ସତରେ ଜଗା ପାଖକୁ ଆସିଲେ ସବୁ କିଛି ଭୁଲି ଯାଉଛି। ଘରେ ଛୁଆ ପିଲା ମା ବାବା ସବୁକିଛି। ସତରେ ଦେଖୁନାହାନ୍ତି, କର୍ମମୟ ଜୀବନରେ ତ ସବୁଦିନ କର୍ମ କରୁଛେ, କିନ୍ତୁ ଆଜି ଦେଖନ୍ତୁ ସେ ଜଗା ଧାମରେ, ଜଗା ଧାମକୁ ଆସିକି କେତେ ଖୁସି ଲାଗୁଛି ଦେଖନ୍ତୁ। ଆସନ୍ତୁ। ସତରେ ଜଗା ତୁ ବହୁତ ଅଝଟିଆ, ତୁ ବହୁତ କ'ଣ ମୋହମାୟା ଜାଲ ଭିତରେ ଏମିତି ବାନ୍ଧିକି ରଖିଛୁ। ସତରେ ସାରା ବିଶ୍ୱର ଲୋକ ତୋତେ ବାରମ୍ବାର ଦେଖିବା ପାଇଁ ଆସୁଛନ୍ତି, ଝୁରୁଛନ୍ତି। ଦେଖନ୍ତୁ ଆଉ ଥରେ ମୁଁ ଦେଖାଇ ଦେଉଛି ପୁରୀ ପରିକ୍ରମା ପ୍ରକଳ୍ପ ୱିଥ୍ ଜଗନ୍ନାଥଙ୍କୁ ଦେଖାଇ ଦେଉଛି। ଦେଖନ୍ତୁ ସତରେ ଛାଡ଼ିକି ଯିବା ପାଇଁ ଇଚ୍ଛା ହେଉନି, କିନ୍ତୁ କ'ଣ କରିବା, କର୍ମଭୂମିକୁ ତ ଯିବା ପାଇଁ ପଡ଼ିବ। ଏଇ ତ ସଂସାର। ଯେଉଁମାନେ ଏ ଲାଇଫ୍ ନ ଏଡ଼ିଟିଂ, ତେଣୁ ଦେଖନ୍ତୁ ଜଗା ଲକ୍ଷ ଲକ୍ଷ ଭକ୍ତଙ୍କ ଭିଡ଼, ଲକ୍ଷ ଲକ୍ଷ କେଉଁଠୁ କେଉଁଠୁ ଭକ୍ତ ଆସୁଛନ୍ତି ଜଣାପଡ଼ୁନି ଆଜ୍ଞା। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।